ଦେଶର ଚାଷୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଆରମ୍ଭ କରିଛନ୍ତି ପିଏମ୍ କିଷାନ ଯୋଜନା। ଏହି ଯୋଜନା ଅଧୀନରେ ସବୁ ଚାଷୀ ଭାଇମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କିସ୍ତି ମାଧ୍ୟମରେ ଟଙ୍କା ଦିଆଯାଉଛି। ଗତଥର ସରକାର ଏହି ଯୋଜନାରେ ଅନ୍ତର୍ଭୁକ୍ତ କୃଷକଙ୍କୁ 15ତମ କିସ୍ତି ପ୍ରଦାନ କରିଛନ୍ତି। କୃଷକମାନଙ୍କ ଆକାଉଣ୍ଟକୁ ପିଏମ୍ କିଷାନର 16ତମ କିସ୍ତି ଆସିବାକୁ ଯାଉଛି। 28 ଫେବୃଆରୀ 2024ରେ ସବୁ କୃଷକମାନଙ୍କ ଖାତାକୁ ଆସିବ ଏହି ଟଙ୍କା। ଯଦି ଆପଣ ବି ଏହି ଯୋଜନାରେ ଅନ୍ତର୍ଭୁକ୍ତ ତେବେ ଯଥାଶୀଘ୍ର ଷ୍ଟାଟସ୍ ଚେକ୍ କରନ୍ତୁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କୁ ବାର୍ଷିକ 6,000 ଟଙ୍କା ଦିଆଯାଉଛି। ଏହି ରାଶି କୃଷକଙ୍କ ଖାତାକୁ ପ୍ରତି 4 ମାସରେ ଥରେ କିସ୍ତି ଆକାରରେ ଦିଆଯାଉଛି। ପ୍ରତ୍ୟେକ କିସ୍ତି 2,000 ଟଙ୍କା ଲେଖାଏଁ କୃଷକଙ୍କ ଆକାଉଣ୍ଟକୁ ଆସିଥାଏ। ଗତ 27 ନଭେମ୍ବର 2024ରେ ସରକାର ଏହାର 15ତମ କିସ୍ତି ପ୍ରଦାନ କରିଥିଲେ। ବର୍ତ୍ତମାନ ସରକାର ଏହାର 16ତମ କିସ୍ତି ରିଲିଜ୍ କରିବାକୁ ଯାଉଛନ୍ତି। ଦେଶର ସମସ୍ତ ଚାଷୀଙ୍କ ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ଯେକୌଣସି ବର୍ଗର କୃଷକମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ତେବେ ଏହି ଯୋଜନାର ଲାଭ ପାଇବାକୁ ହେଲେ ଚାଷୀଙ୍କୁ ଇ-KYC ଏବଂ ଜମି ଯାଞ୍ଚ କରିବା ଆବଶ୍ୟକ। ଯେଉଁ କୃଷକମାନେ ଇ-KYC ଏବଂ ଜମି ଯାଞ୍ଚ କରିନାହାନ୍ତି ସେମାନେ 16ତମ କିସ୍ତିର ଲାଭରୁ ବଞ୍ଚିତ ହେବେ। ଯଦି ଆପଣ ପିଏମ୍ କିଷାନ ଯୋଜନା ପାଇଁ ମଧ୍ୟ ପଞ୍ଜୀକୃତ ହୋଇଛନ୍ତି ତେବେ ଆପଣ ଯଥାଶୀଘ୍ର ନିଜର ସ୍ଥିତି ଯାଞ୍ଚ କରିନିଅନ୍ତୁ। ଆପଣ ପିଏମ୍ କିଷାନଙ୍କ ଅଫିସିଆଲ ୱେବସାଇଟ୍ pmkisan.gov.in ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିପାରିବେ। ଏପରି ପରିସ୍ଥିତିରେ ଆପଣ ଜାଣିବେ ଆପଣ କେତେ କିସ୍ତି ଗ୍ରହଣ କରିଛନ୍ତି ଏବଂ ଆପଣଙ୍କର ଆଧାର ପ୍ରମାଣୀକରଣ କରାଯାଇଛି କି ନାହିଁ। ଏହା ସହିତ ଆପଣ ଇ-KYC, PFFS ସ୍ଥିତି, ଜମି ବିହନ ଏବଂ ଆଧାର ବିହନ ବିଷୟରେ ଜାଣିପାରିବେ। ସ୍ଥିତି ଯାଞ୍ଚ କରିବାକୁ ପିଏମ୍ କିଷାନ ସ୍କିମ୍ର ୱେବସାଇଟ୍ରେ କୃଷକ କୋଣରେ କ୍ଲିକ୍ କରନ୍ତୁ। ଏହାପରେ ହିତାଧିକାରୀ ସ୍ଥିତି ଉପରେ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଆଧାର ନମ୍ବର ଓ ଫୋନ୍ ନମ୍ବର ବିକଳ୍ପ ଦେଖିବେ। ଏଥିମଧ୍ୟରୁ ଯେକୌଣସିଟି ପ୍ରବେଶ କରନ୍ତୁ ଏବଂ କ୍ୟାପ୍ଚା ପୂରଣ କରନ୍ତୁ ଏବଂ ଡାଟା ପାଇବାକୁ କ୍ଲିକ୍ କରନ୍ତୁ। ଏହା କରିବା ଦ୍ୱାରା ଆପଣ ଗ୍ରହଣ କରିଥିବା ପିଏଫ୍ କିଷାନର କିସ୍ତିଗୁଡ଼ିକ ବିବରଣୀ ଦୃଶ୍ୟମାନ ହେବ।